ଆଜି ବାହାରିଲୁ ମୋ ବାପାଙ୍କ ସହିତ ଅଷ୍ଟମୀରେ ମହାଷ୍ଟମୀରେ ମା ଶାରଳାଙ୍କ ପାଖରେ ପୂଜା କରିବା ପାଇଁ। ସକାଳୁ ସକାଳୁ ବାଇକ୍ରେ ବାହାରି ଗଲୁ। ବାଇକ୍ରେ ବାହାରି ଯାଇ ହାଟ ପାଖରେ ପିପଳିପଦା ହାଟ ପାଖରେ ଗାଡ଼ି ରଖିଦେଇ ହାଟରୁ ନୂଆ ଚୁଡ଼ା ଗୁଡ଼ ସବୁ ଭୋଗ ସାମଗ୍ରୀ କିଣି ବାପାଙ୍କ ସହିତ ଚାଲି ଚାଲିକିରି ବାହାରି ପଡ଼ିଲୁ ମନ୍ଦିର ପାଖାପାଖି। ଏଇ ହାଟ ପାଖରୁ ମନ୍ଦିର 500ରୁ 700 ମିଟର ବାଟ ହେବ। ପହଞ୍ଚିଗଲୁ ମା ରାଣୀକ୍ଷେତ୍ରରେ ପହଞ୍ଚିଗଲୁ ମା ଶାରଳାଙ୍କ ପାଖରେ। ବର୍ତ୍ତମାନ ଧୀରେ ଧୀରେ ଯାଇ ଆମର ମା ଶାରଳାଙ୍କ ପାଖରେ ପହଞ୍ଚି ଗୋଡ଼ ଧୋଇ ଧୂପ ଯାଇ ମାଙ୍କ ପାଖରେ ସେ ଚୁଡ଼ା ଭୋଗ ନୂଆ ଚୁଡ଼ାର ଭୋଗକୁ ପ୍ରସ୍ତୁତ କଲୁ ବାପାଙ୍କ ସହିତ। ପୂଜା ସରିବା ପରେ ବେଢ଼ା ପରିକ୍ରମା କଲୁ। ସେଇଠି ଦେଖା ହେଇଗଲା ନାତି ପିଲାଟି ମୋର, ତା ସହିତ ଟିକେ ଫଟୋ ଉଠେଇ ତାପରେ ବାପାଙ୍କ ସହିତ ଆଉ କଟକ ଭାଇ ଆସିଥିଲେ, ଭାଇଙ୍କ ସହିତ ଫଟୋ ଉଠେଇଲୁ। ତାପରେ ମାଙ୍କୁ ଦର୍ଶନ କଲୁ। ଏବଂ ଆମର ରୀତିନୀତି ଥାଏ ଯେ କି ନୂଆ ଚୁଡ଼ା ଆଉ ନୂଆ ଟୋକେଇରେ ଗାମୁଛାରେ ବନ୍ଧା ହେଇଥାଏ। ଏଇଟା ଆମର ବହୁ ବର୍ଷ ଧରି ଆମ ପରିବାରରୁ ଏହି ଦିନ ଯାଏ। ପ୍ରତିବର୍ଷ ବାପା ଯାଆନ୍ତି, ତାଙ୍କ ସହିତ ଆମେ ଛୋଟବେଳେ ଯାଉଥିଲୁ। ଆଉ ଏବେ ବାପାଙ୍କୁ ଗାଡ଼ିରେ ନେଇକି ଆମେ ଯାଉଛୁ।